ପାଣି ବାଲ୍ତି ନ ଦେବାରୁ ନବମ ଶ୍ରେଣୀ ଛାତ୍ର ଶିବ ମୁଣ୍ଡାକୁ ତାର ସହପାଠୀ ପାଇଖାନାରେ ତଣ୍ଟି ଚିପି ହତ୍ୟା କଲେ। ଏ ବିଷୟରେ ପଟିଆସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ କିସ୍ କର୍ତ୍ତୃପକ୍ଷ ସବୁ ଜାଣିଥିଲେ। ପୁଲିସକୁ ନ ଜଣାଇ ମୃତଦେହ କେନ୍ଦୁଝର ପଠାଇ ଦେଇଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏସବୁ ଗୁମର ପଦାରେ ପଡ଼ିଥିଲା। ଏହି ଘଟଣାରେ ଇନ୍ଫୋସିଟି ଥାନା ପୁଲିସ 3 ଜଣ ଛାତ୍ରଙ୍କ ସହ 11 ଜଣଙ୍କୁ ଗିରଫ କରିଛି।